ରାଧା ନାମ ଜପ କଲେ କ'ଣ ହୁଏ? ଶୁଣନ୍ତୁ ନାରାୟଣଙ୍କ ମୁଖରୁ ରାଧା ନାମ ମହିମା। ଦିନେ ଦେବର୍ଷି ନାରଦ ନିଜ ହାତରେ ବୀଣା ଧରି ନାରାୟଣ ନାରାୟଣ ଧ୍ୱନି କରି ବୈକୁଣ୍ଠରେ ପହଞ୍ଚିଲେ। ଭଗବାନ ବିଷ୍ଣୁ ଶେଷ ଶଯ୍ୟାରେ ବିରାଜମାନ କରୁଥିଲେ ଏବଂ ମାତା ଲକ୍ଷ୍ମୀ ତାଙ୍କ ପାଦ ସେବା କରୁଥିଲେ। ନାରଦଙ୍କ ମନରେ ଏକ ଜିଜ୍ଞାସା ଜନ୍ମିଲା। ସେ ଜାଣିବାକୁ ଚାହିଁଲେ ଯେ ସମଗ୍ର ବ୍ରହ୍ମାଣ୍ଡ ଯାହାଙ୍କ ନାମ ଜପ କରେ ସେହି ସ୍ୱୟଂ ଭଗବାନ ନାରାୟଣ ନିଜେ କାହାର ନାମ ଜପ କରନ୍ତି? ନାରଦ ବିନମ୍ରତାର ସହ ପଚାରିଲେ, ପ୍ରଭୁ ଆପଣ ସର୍ବଦା କାହାର ନାମ ଜପ କରନ୍ତି? ପ୍ରଭୁ ଉତ୍ତର ଦେଲେ, ରାଧା। ନାରଦ ପୁଣି ପଚାରିଲେ, ପ୍ରଭୁ ଏହି ରାଧା ନାମର ମହିମା କ'ଣ? ଏହି ଦୁଇଟି ଅକ୍ଷର ଜପ କଲେ ଜଣେ ଜୀବକୁ କି ଫଳ ପ୍ରାପ୍ତି ହୁଏ? ଭଗବାନ ନାରାୟଣ ସ୍ମିତ ହାସ୍ୟ ଦେଇ କହିଲେ, ହେ ଦେବଶ୍ରୀ, ରାଧା ନାମର ମହିମା ଶବ୍ଦରେ ବର୍ଣ୍ଣନା କରିବା ଅସମ୍ଭବ। ମୁଁ ନିଜେ ମଧ୍ୟ ସେହି ନାମର ରସରେ ବନ୍ଧା। ତୁମକୁ ଏହା ବୁଝାଇବା ପାଇଁ ମୁଁ ଏକ କାହାଣୀ କହୁଛି। ଏହି କାହାଣୀକୁ ଧ୍ୟାନ ଦେଇ ଶୁଣିବ। ଭଗବାନ କହିଲେ, ନାରଦ, ରାଧା ନାମର ପ୍ରଭାବ ଦେଖିବା ପାଇଁ ତୁମେ ମର୍ତ୍ତ୍ୟମଣ୍ଡଳକୁ ଯାଅ। ସେଠାରେ ଏକ ଗୋବର ଗଦାରେ ଏକ କ୍ଷୁଦ୍ର କୀଟ ଜନ୍ମ ନେଉଛି। ତୁମେ ତା ପାଖକୁ ଯାଇ କେବଳ ଥରେ ମାତ୍ର ରାଧା ନାମ ଉଚ୍ଚାରଣ କର। ନାରଦ ସନ୍ଦେହରେ ରହିଲେ ମଧ୍ୟ ପ୍ରଭୁଙ୍କ ଆଜ୍ଞା ପାଳନ କରି ଧରାପୃଷ୍ଠକୁ ଆସିଲେ। ସେ ସେହି କୀଟ ପାଖକୁ ଯାଇ ଧୀରେ କହିଲେ, ରାଧା। ଅଦ୍ଭୁତ ଘଟଣା ଘଟିଲା। ନାରଦଙ୍କ ମୁଖରୁ ସେହି ପବିତ୍ର ନାମ ଶୁଣିବା ମାତ୍ରେ କୀଟଟି ତତ୍କ୍ଷଣାତ୍ ପ୍ରାଣ ତ୍ୟାଗ କଲା। ନାରଦ ଭୟଭୀତ ହୋଇଗଲେ। ସେ ଭାବିଲେ, ମୁଁ କ'ଣ କଲି? ମୁଁ ତ ହତ୍ୟା ପାପ କରି ବସିଲି। ସେ ପୁଣି ବୈକୁଣ୍ଠକୁ ଧାଇଁଲେ। ପ୍ରଭୁ ହସିଲେ ଏବଂ କହିଲେ, ନାରଦ, ବ୍ୟସ୍ତ ହୁଅନି। ଏବେ ସେହି ନଗରର ରାଜାଙ୍କ ଘରେ ଏକ ପକ୍ଷୀ ଶାବକ ଜନ୍ମ ନେଇଛି। ତୁମେ ସେଠାକୁ ଯାଇ ପୁଣି ଥରେ ରାଧା ନାମ ଶୁଣାଅ। ନାରଦ ରାଜପ୍ରସାଦକୁ ଗଲେ। ସୁନା ପିଞ୍ଜରାରେ ଥିବା ସୁନ୍ଦର ପକ୍ଷୀ ଛୁଆଟି ପାଖରେ ଠିଆ ହୋଇ ସେ କହିଲେ, ରାଧା। ଆଶ୍ଚର୍ଯ୍ୟର କଥା, ପକ୍ଷୀଟି ମଧ୍ୟ ସେହି କ୍ଷଣି ଥରି ଉଠିଲା ଏବଂ ତାର ପ୍ରାଣପକ୍ଷୀ ଉଡ଼ିଗଲା। ନାରଦ ସ୍ତବ୍ଧ ହୋଇଗଲେ। ସେ ଭାବିଲେ, ଏହି ନାମଟି କ'ଣ ଏତେ ଭୟଙ୍କର? ଯିଏ ଶୁଣୁଛି ସେ ମୃତ୍ୟୁବରଣ କରୁଛି। କିନ୍ତୁ ପ୍ରଭୁଙ୍କ ଲୀଳା ବୁଝିବା ସହଜ ନଥିଲା। ପ୍ରଭୁ ଏଥର ତାଙ୍କୁ ରାଜାଙ୍କ ନବଜାତ ପୁତ୍ର ପାଖକୁ ଯିବାକୁ କହିଲେ। ନାରଦ ଅତ୍ୟନ୍ତ ଭୟରେ ରାଜକୁମାରଙ୍କ ପାଖକୁ ଗଲେ। ସେ ମନେ ମନେ ଭାବୁଥିଲେ, ଯଦି ଏହି ଶିଶୁଟି ମଧ୍ୟ ମରିଯାଏ ତେବେ ରାଜା ମୋତେ ଛାଡ଼ିବେ ନାହିଁ। କିନ୍ତୁ ପ୍ରଭୁଙ୍କ ନିର୍ଦ୍ଦେଶ ଅନୁସାରେ ସେ ଶିଶୁଙ୍କ କାନରେ ଧୀରେ କହିଲେ, ରାଧା। ଏଥର ଶିଶୁଟି ମଲା ନାହିଁ, ବରଂ ସେ ହସି ଉଠିଲା ଏବଂ କହିଲା, ପ୍ରଣାମ ଦେବଶ୍ରୀ, ଆପଣଙ୍କୁ ଅଶେଷ ଧନ୍ୟବାଦ। ନାରଦ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, ତୁମେ କିଏ ଏବଂ ମୋତେ କାହିଁକି ଧନ୍ୟବାଦ ଦେଉଛ? ଶିଶୁଟି କହିଲା, ହେ ମୁନିବର, ମୁଁ ସେହି ଗୋବର ଗଦାର କୀଟ ଥିଲି। ଆପଣଙ୍କ ମୁଖରୁ ରା ଅକ୍ଷର ଶୁଣିବା ମାତ୍ରେ ମୋର ପାପ କ୍ଷୟ ହେଲା ଏବଂ ଧା ଶୁଣିବା ମାତ୍ରେ ମୁଁ କୀଟ ଯୋନିରୁ ମୁକ୍ତି ହୋଇ ପକ୍ଷୀ ହେଲି। ପୁଣି ପକ୍ଷୀ ଶରୀରରେ ଆପଣଙ୍କ ମୁଖରୁ ରାଧା ନାମ ଶୁଣିବାରୁ ମୁଁ ଆଜି ମାନବ ଜନ୍ମ ପାଇଛି ଏବଂ ଏହି ରାଜକୁଳରେ ଜନ୍ମ ନେଇଛି। ଏହା କେବଳ ସେହି ନାମର ଶକ୍ତି। ଶିଶୁ ରାଜକୁମାରଙ୍କ ମୁଖରୁ ରାଧା ନାମର ପ୍ରଭାବ ଶୁଣିବା ପରେ ନାରଦଙ୍କ ଆଖିରୁ ଅଶ୍ରୁ ଝରିବାକୁ ଲାଗିଲା। ସେ ବୁଝିପାରିଲେ ଯେ ଯେଉଁ ନାମକୁ ସେ ସାଧାରଣ ମନେ କରୁଥିଲେ ତାହା ବାସ୍ତବରେ ମୋକ୍ଷର ଦ୍ୱାର। ନାରଦ ପୁଣି ବୈକୁଣ୍ଠକୁ ଫେରିଲେ ଏବଂ ପ୍ରଭୁଙ୍କ ଚରଣରେ ପ୍ରଣିପାତ କରି ପଚାରିଲେ, ପ୍ରଭୁ, ଆପଣ କହିଲେ ଯେ ରାଧା ନାମରେ କୀଟ ମାନବ ହୋଇଗଲା, କିନ୍ତୁ ମୋତେ ବୁଝାଇ କୁହନ୍ତୁ, ଏହି ଦୁଇଟି ଅକ୍ଷର ରା ଏବଂ ଧା ମଧ୍ୟରେ ଏକ କି ଚୁମ୍ବକୀୟ ଶକ୍ତି ଅଛି ଯାହା ସ୍ୱୟଂ ଭଗବାନଙ୍କୁ ବି ମଧ୍ୟ ବଶୀଭୂତ କରିଦିଏ? ନାରାୟଣ ସ୍ମିତାହାସ୍ୟ କରି କହିଲେ, ହେ ଦେବଶ୍ରୀ, ଏହି ନାମର ପ୍ରତିଟି ବର୍ଣ୍ଣରେ ବ୍ରହ୍ମାଣ୍ଡର ଶକ୍ତି ନିହିତ। ପ୍ରଭୁ ବୁଝାଇଲେ, ରା ଅକ୍ଷରର ଅର୍ଥ ହେଉଛି ଦାନ କରିବା କିମ୍ବା ପ୍ରାପ୍ତି। ଏହା ମନୁଷ୍ୟର ସମସ୍ତ ପାପକୁ ହରଣ କରି ଭକ୍ତି ଦାନ କରେ। ଯେତେବେଳେ କେହି ରା ଉଚ୍ଚାରଣ କରେ ସେତେବେଳେ ତାର ଅନେକ ଜନ୍ମର ପାପ ସମୂହ ପାଉଁଶ ହୋଇଯାଏ। ଧା ଅକ୍ଷରର ଅର୍ଥ ହେଉଛି ଧାବମାନ ହେବା କିମ୍ବା ମୁକ୍ତି ଆଡ଼କୁ ଗତି କରିବା। ଏହା ଜୀବକୁ ଭଗବାନଙ୍କ ପାଖକୁ ଟାଣି ନିଏ। ନାରଦ, ଯେତେବେଳେ ଜଣେ ଭକ୍ତ ରା କୁହେ ମୁଁ ତାର ସମସ୍ତ ପାପକୁ ଗ୍ରହଣ କରିନିଏ, ଆଉ ଯେତେବେଳେ ସେ ଧା କୁହେ ମୁଁ ନିଜେ ସେହି ଭକ୍ତ ପଛରେ ଦୌଡ଼ିବାକୁ ବାଧ୍ୟ ହୁଏ।
ମୁଁ ରାଧା ନାମର ଏପରି ଋଣୀ ଯେ ଯିଏ ଏହି ନାମ ନିଏ ମୁଁ ତାର ଦାସ ହୋଇଯାଏ। ନାରଦ ପଚାରିଲେ, ପ୍ରଭୁ, ଲୋକେ କୁହନ୍ତି ଆପଣ ଏବଂ ରାଧା ଦୁଇଟି ଭିନ୍ନ ସତ୍ତା, ଏହା କ'ଣ ସତ? ନାରାୟଣ ଉତ୍ତର ଦେଲେ, ନୁହେଁ ନାରଦ, ଏହା ଏକ ଭ୍ରମ। ରାଧା ଏବଂ କୃଷ୍ଣ ଗୋଟିଏ ପ୍ରାଣ, ଦୁଇଟି ଦେହ। ଯେପରି ଦୁଗ୍ଧ ଏବଂ ତାର ଧଳା ରଙ୍ଗକୁ ଅଲଗା କରାଯାଇ ପାରେ ନାହିଁ, ଅଗ୍ନି ଏବଂ ତାର ଦାହିକା ଶକ୍ତିକୁ ଅଲଗା କରାଯାଇ ପାରେ ନାହିଁ, ପୁଷ୍ପ ଏବଂ ତାର ସୁଗନ୍ଧକୁ ପୃଥକ୍ କରିବା ଅସମ୍ଭବ, ଠିକ୍ ସେହିପରି ମୁଁ ହେଉଛି ପରମାତ୍ମା ଏବଂ ରାଧା ହେଉଛି ମୋର ଆହ୍ଲାଦିନୀ ଶକ୍ତି। ମୁଁ ଯଦି ଶକ୍ତିମାନ, ତେବେ ସେ ମୋର ଶକ୍ତି। ମୋ ବିନା ରାଧା ଅଧୁରା ଏବଂ ରାଧାଙ୍କ ବିନା କୃଷ୍ଣ ଅଧୁରା। ସେଥିପାଇଁ ମୋ ନାମ ପୂର୍ବରୁ ସର୍ବଦା ତାଙ୍କ ନାମ ନିଆଯାଏ, ରାଧାକୃଷ୍ଣ। ପ୍ରଭୁ ନାରାୟଣ କହିଲେ, ନାରଦ, ରାଧା ନାମର ମହିମା ଏପରି ଯେ ଯେଉଁ ସ୍ଥାନରେ ଏହି ନାମ କୀର୍ତ୍ତନ ହୁଏ, ମୁଁ ବୈକୁଣ୍ଠ ତ୍ୟାଗ କରି ସେଠାରେ ଅଦୃଶ୍ୟ ଭାବରେ ନୃତ୍ୟ କରେ। ମୁଁ ସାରା ଜଗତକୁ ପରିଚାଳନା କରେ, କିନ୍ତୁ ରାଧା ନାମ ମୋତେ ପରିଚାଳନା କରେ। ନାରଦ ଏହା ଶୁଣି ଭାବବିହ୍ୱଳ ହୋଇଗଲେ। ସେ ନିଜ ବୀଣାରେ ଏକ ନୂତନ ସୁର ଛାଡ଼ିଲେ। ତାହା ହେଉଥିଲା ରାଧେ ରାଧେ। ଦେବଶ୍ରୀ ନାରଦ ପ୍ରଭୁଙ୍କୁ ବିନୀତ ଭାବେ ପଚାରିଲେ, ପ୍ରଭୁ, ଆଜିକାଲି ସଂସାରରେ ମଣିଷ ବହୁତ ଦୁଃଖୀ। କିଏ ରୋଗରେ, କିଏ ଶୋକରେ, ତ କିଏ ଦରିଦ୍ରରେ ପୀଡ଼ିତ। କ'ଣ କେବଳ ରାଧା ନାମ ଜପ କରିବା ଦ୍ୱାରା ସେମାନଙ୍କର ଏହି ସାଂସାରିକ କଷ୍ଟ ଦୂର ହୋଇଯାଇପାରିବ? ଭଗବାନ ନାରାୟଣ କହିଲେ, ହେ ନାରଦ, ମଣିଷର ଦୁଃଖର କାରଣ ହେଉଛି ତାର କର୍ମର ବନ୍ଧନ, କିନ୍ତୁ ରାଧା ନାମ ହେଉଛି ଏହି ଅଦ୍ଭୁତ ବ୍ରହ୍ମାସ୍ତ୍ର, ଯାହା କର୍ମର ଜାଲକୁ ବି ମଧ୍ୟ କାଟିଦିଏ। ଭଗବାନ ଏକ ସୁନ୍ଦର ରହସ୍ୟ କହିଲେ, ନାରଦ, ଯେତେବେଳେ ଜଣେ ଭକ୍ତ ଗଭୀର ବିଶ୍ୱାସର ସହ ରାଧେ ରାଧେ ଡାକେ, ସେତେବେଳେ ତା ହୃଦୟରେ ଥିବା କ୍ରୋଧ, ଲୋଭ ଏବଂ ଅହଙ୍କାର ଧୀରେ ଧୀରେ ଶେଷ ହୋଇଯାଏ। ଯାହାର ମନ ଶୁଦ୍ଧ ହୋଇଯାଏ, ତାକୁ ସଂସାରର ଦୁଃଖ ଆଉ କଷ୍ଟ ଦିଏ ନାହିଁ। ଯେମିତି ସୂର୍ଯ୍ୟ ଉଇଁଲେ ଅନ୍ଧକାର ଆପେ ଆପେ ଦୂର ହୋଇଯାଏ, ସେମିତି ରାଧା ନାମର ସ୍ମରଣରେ ଦୁଃଖର ରାତି ଶେଷ ହୋଇଯାଏ। ପ୍ରଭୁ ନାରାୟଣ ଆଗକୁ କହିଲେ, ନାରଦ, ଥରେ ଜଣେ ପାପୀ ବ୍ୟକ୍ତି ନିଜର ଶେଷ ସମୟରେ ଅଜାଣତରେ ରାଧା ଶବ୍ଦରୁ କେବଳ ରା ଉଚ୍ଚାରଣ କରିଥିଲା। ଯମରାଜାଙ୍କ ଦୂତମାନେ ତାକୁ ନେବାକୁ ଆସିଲେ, କିନ୍ତୁ ସେହି କ୍ଷଣି ମୋର ପାର୍ଷଦମାନେ ସେଠାରେ ପହଞ୍ଚିଗଲେ। ଯମରାଜା ସ୍ୱୟଂ ପ୍ରକଟ ହୋଇ ପଚାରିଲେ, ଏତେ ପାପ କରିଥିବା ବ୍ୟକ୍ତିକୁ କାହିଁକି ବୈକୁଣ୍ଠ ନିଆଯାଉଛି? ମୁଁ ସେତେବେଳେ ଯମରାଜାଙ୍କୁ କହିଲି, ଯିଏ ଥରେ ମାତ୍ର ରା ଧ୍ୱନି କରେ, ତାର ସମସ୍ତ ପାପ ମୋ ପାଇଁ ଅଦୃଶ୍ୟ ହୋଇଯାଏ, କାରଣ ରା ହେଉଛି ଶ୍ରୀ ରାଧାଙ୍କ ସ୍ୱରୂପ ଏବଂ ଯେଉଁଠି ରାଧା ଅଛନ୍ତି ସେଠାରେ ପାପ କିମ୍ବା ନର୍କର କୌଣସି ସ୍ଥାନ ନାହିଁ। ନାରଦ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, ତେବେ ପ୍ରଭୁ, କ'ଣ ଭାଗ୍ୟରେ ଲେଖା ଥିବା ଦୁଃଖ ମଧ୍ୟ ବଦଳି ଯାଇପାରିବ? ଭଗବାନ ଉତ୍ତର ଦେଲେ, ହଁ ନାରଦ, ଯେଉଁ ଭକ୍ତ ରାଧା ନାମରେ ହଜିଯାଏ, ମୁଁ ତାର ଭାଗ୍ୟର ବିଧାତା ହୋଇ ନୁହେଁ, ବରଂ ତାର ସେବକ ହୋଇ ରହେ। ଯେଉଁ ଦୁଃଖ ତା ପାଖକୁ ଆସିବାକୁ ଥାଏ, ମୁଁ ତାକୁ ନିଜ ଉପରକୁ ନେଇଯାଏ। ରାଧା ନାମ ଜପ କରୁଥିବା ବ୍ୟକ୍ତିକୁ ମୁଁ କେବେ ଏକୁଟିଆ ଛାଡ଼େ ନାହିଁ। ପ୍ରଭୁ ନାରାୟଣ ନାରଦଙ୍କୁ କହିଲେ ଯେ ସଂସାରର ସବୁଠାରୁ ବଡ଼ ଧନୀ ସିଏ ନୁହେଁ ଯାହା ପାଖରେ ସୁନା ରୂପା ଅଛି, ବରଂ ସିଏ ଯାହା ପାଖରେ ରାଧା ନାମର ଧନ ଅଛି। ଏହି ନାମ ହିଁ ଏକମାତ୍ର ସମ୍ବଳ, ଯାହା ମୃତ୍ୟୁ ପରେ ମଧ୍ୟ ସାଥିରେ ଯାଏ। ନାରଦ ପ୍ରଭୁଙ୍କୁ ଏକ ଗଭୀର ପ୍ରଶ୍ନ ପଚାରିଲେ, ପ୍ରଭୁ, ଆପଣ କହିଲେ ଯେ ରାଧା ନାମ ପାପ କ୍ଷୟ କରେ, କିନ୍ତୁ ମୁଁ ଶୁଣିଛି ଯେତେବେଳେ କେହି ରାଧେ ରାଧେ ଡାକେ, ସେତେବେଳେ ସ୍ୱୟଂ ଶ୍ରୀକୃଷ୍ଣ ମଧ୍ୟ ନିଜକୁ ହଜାଇ ଦିଅନ୍ତି। ଏପରି କାହିଁକି ହୁଏ? କାହିଁକି ବ୍ରହ୍ମାଣ୍ଡର ସ୍ୱାମୀ ଗୋଟିଏ ନାଁ ପାଇଁ ଏତେ ବ୍ୟାକୁଳ ହୁଅନ୍ତି? ଭଗବାନ ନାରାୟଣ ସ୍ମିତ ହାସ୍ୟ କରି କହିଲେ, ନାରଦ, ଏହା ଏକ ପ୍ରେମର ରହସ୍ୟ। ମୁଁ ଯେତେବେଳେ କୃଷ୍ଣ ରୂପରେ ବୃନ୍ଦାବନରେ ଥାଏ, ସେତେବେଳେ ମୋର ବଂଶୀ ମଧ୍ୟ କେବଳ ରାଧା ରାଧା ବୋଲି ଶବ୍ଦ କରେ। ଶୁଣ, ଏହାର କାରଣ କ'ଣ? ପ୍ରଭୁ କହିଲେ, ନାରଦ, ଯଦି କେହି କୃଷ୍ଣ କୃଷ୍ଣ ଜପ କରେ, ମୁଁ ତାକୁ ମୁକ୍ତି ଦେଇପାରେ, କିନ୍ତୁ ଯଦି କେହି ରାଧା ବୋଲି ଥରେ ଡାକେ, ମୁଁ ସେହି ଭକ୍ତର ଋଣୀ ହୋଇଯାଏ। ଯେତେବେଳେ କେହି ରା କୁହେ, ମୁଁ ତା ଆଡ଼କୁ ଦୌଡ଼ିବା ଆରମ୍ଭ କରେ। ଯେତେବେଳେ ସେ ଧା କୁହେ, ମୁଁ ସେହି ଶବ୍ଦରୁ ବାହାରିଥିବା ପ୍ରେମରେ ନିଜକୁ ହଜାଇ ଦିଏ। ଭଗବାନ କହିଲେ, ନାରଦ, ତୁମେ ଜାଣିଛ କି ଶ୍ରୀକୃଷ୍ଣଙ୍କୁ ପାଇବାକୁ ହେଲେ କୌଣସି କଠିନ ତପସ୍ୟାର ଆବଶ୍ୟକତା ନାହିଁ।
କେବଳ ରାଧାଙ୍କ ଶରଣାଗତ ହେଲେ ମୁଁ ଆପେ ଆପେ ସେହି ଭକ୍ତର ହୃଦୟରେ ବସା ବାନ୍ଧେ, କାରଣ ମୁଁ ରାଧାଙ୍କ ବିନା ରହିପାରେ ନାହିଁ। ପ୍ରଭୁ କୁହାଯାଏ ଯେ ରାଧା ନାମ ଶୁଣିଲେ କୃଷ୍ଣଙ୍କ ହାତରୁ ବଂଶୀ ଖସି ପଡ଼େ। ଏହା କ'ଣ ସତ? ପ୍ରଭୁ କହିଲେ, ହଁ ନାରଦ, ବଂଶୀର ସ୍ୱର ହେଉଛି ଆନନ୍ଦର ପ୍ରତୀକ, କିନ୍ତୁ ରାଧା ନାମ ହେଉଛି ପ୍ରେମର ପରାକାଷ୍ଠା। ଯେତେବେଳେ ରାଧା ନାମର ଗୁଞ୍ଜରଣ ଶୁଭେ, ସେତେବେଳେ ସବୁ ସଙ୍ଗୀତ ନିଷ୍ପ୍ରଭ ହୋଇଯାଏ। ଶ୍ରୀକୃଷ୍ଣ ନିଜେ ସେହି ନାମର ରସକୁ ପିଇବା ପାଇଁ ନିସ୍ତବ୍ଧ ହୋଇଯାଆନ୍ତି। ଭଗବାନଙ୍କ କଥା ଶୁଣି ନାରଦ ନିଜର ବୀଣା ବଜାଇବା ବନ୍ଦ କରିଦେଲେ। ସେ କହିଲେ, ହେ ପ୍ରଭୁ, ଆଜି ମୁଁ ବୁଝିଲି ଯେ ଜ୍ଞାନଠାରୁ ଭକ୍ତି ବଡ଼ ଏବଂ ସେହି ଭକ୍ତିର ପ୍ରାଣ ହେଉଛନ୍ତି ଶ୍ରୀରାଧା। ନାରଦ ନିଜ ମୁଖରେ ଜପ କରିବାକୁ ଲାଗିଲେ, ଜୟ ଶ୍ରୀରାଧେ, ଜୟ ଶ୍ରୀରାଧେ। ଦେବଶ୍ରୀ ନାରଦ ପ୍ରଭୁଙ୍କୁ ପଚାରିଲେ, ହେ ପ୍ରଭୁ, ଆପଣ ରାଧା ନାମର ମହିମା ତ କହିଲେ, କିନ୍ତୁ ଏହି ନାମକୁ ଜପ କରିବାର ସଠିକ୍ ପଦ୍ଧତି କ'ଣ? କେଉଁ ସମୟରେ ଏବଂ କିପରି ଜପ କଲେ ଏହାର ପ୍ରଭାବ ସବୁଠାରୁ ଶୀଘ୍ର ଅନୁଭବ ହୁଏ? ଭଗବାନ ନାରାୟଣ ସ୍ମିତହାସ୍ୟ ଦେଇ କହିଲେ, ନାରଦ, ରାଧା ନାମ କୌଣସି କଠୋର ନିୟମରେ ବନ୍ଧା ନୁହେଁ। ଏହା ହେଉଛି ପ୍ରେମର ନାମ। ତଥାପି ଏହାର କିଛି ଗୂଢ଼ ରହସ୍ୟ ଅଛି, ଯାହା ଜଣେ ସାଧକକୁ ଜାଣିବା ଉଚିତ। ପ୍ରଭୁ ବୁଝାଇଲେ ଯେ ରାଧା ନାମକୁ ମୁଖ୍ୟତଃ 3ଟି ଉପାୟରେ ଜପ କରାଯାଇପାରେ। ଏକ ହେଲା ବାଚିକା ଜପ। ଯେତେବେଳେ ଜଣେ ଜିଭରେ ଉଚ୍ଚ ସ୍ୱରରେ ରାଧା ରାଧା କୁହେ, ଏହାଦ୍ୱାରା କେବଳ ସେହି ବ୍ୟକ୍ତିର ନୁହେଁ, ବରଂ ତା ପାଖରେ ଥିବା ପରିବେଶ ଏବଂ ଅନ୍ୟ ପ୍ରାଣୀମାନେ ମଧ୍ୟ ପବିତ୍ର ହୁଅନ୍ତି। ଉପାଂଶୁ ଜପ, ଯେଉଁଠି କେବଳ ଓଠ ହଲେ କିନ୍ତୁ ଶବ୍ଦ ବାହାରକୁ ଶୁଭେ ନାହିଁ। ଏହା ଏକାଗ୍ରତା ବଢ଼ାଇଥାଏ। ମାନସିକ ଜପ, ଏହା ହେଉଛି ସର୍ବଶ୍ରେଷ୍ଠ ଜପ। ଯେତେବେଳେ ନିଶ୍ୱାସ ଏବଂ ପ୍ରଶ୍ୱାସରେ ରାଧା ନାମ ମିଶିଯାଏ, ଜିଭ ସ୍ଥିର ଥାଏ, କିନ୍ତୁ ହୃଦୟ ଭିତରେ ନିରନ୍ତର ନାମର ଝଙ୍କାର ଚାଲିଥାଏ। ଭଗବାନ କହିଲେ, ନାରଦ, ଯେତେବେଳେ କେହି ମାନସିକ ଭାବେ ରାଧା ନାମ ଜପ କରେ, ସେତେବେଳେ ତାର କୁଣ୍ଡଳିନୀ ଶକ୍ତି ଜାଗ୍ରତ ହେବାକୁ ଲାଗେ। ତାର ମସ୍ତିଷ୍କରେ ଥିବା ସହସ୍ରାର ଚକ୍ରରୁ ଅମୃତଧାରା ବୋହିବା ଆରମ୍ଭ କରେ। ନାରଦ ପଚାରିଲେ, ପ୍ରଭୁ, କେଉଁ ସମୟରେ ଏହି ନାମ ପାଇଁ ଶ୍ରେଷ୍ଠ? ନାରାୟଣ ଉତ୍ତର ଦେଲେ, ଯଦ୍ୟପି ରାଧା ନାମ ଯେକୌଣସି ସମୟରେ ନିଆଯାଇପାରେ, କିନ୍ତୁ ବ୍ରହ୍ମ ମୁହୂର୍ତ୍ତ ହେଉଛି ସର୍ବୋତ୍ତମ। ସେହି ସମୟରେ ପ୍ରକୃତି ଶାନ୍ତ ଥାଏ ଏବଂ ଆକାଶରୁ ଦୈବ ଶକ୍ତି ପ୍ରଭାବିତ ହେଉଥାଏ। ଯିଏ ସେହି ସମୟରେ 108 ଥର ରାଧା ନାମ ଧ୍ୟାନ କରେ କିମ୍ବା ଜପ କରେ, ସାରା ଦିନ ତାର ମନ ଭିତରେ ଅଦ୍ଭୁତ ଶାନ୍ତି ଓ ସକାରାତ୍ମକତା ରହେ। କୌଣସି ବିପତ୍ତି ତାକୁ ବିଚଳିତ କରିପାରେ ନାହିଁ। ପ୍ରଭୁ କହିଲେ, ନାରଦ, ମନେ ରଖ, ଶୁଖିଲା ମନରେ ନାମ ଜପ କରିବା ଅପେକ୍ଷା ଭାବରେ ଭିଜି ନାମ ନେବା ଅତ୍ୟନ୍ତ ଫଳଦାୟୀ। ଯେତେବେଳେ ଜଣେ ଭକ୍ତ ଆଖିରେ ଲୁହ ନେଇ ବିଳାପ କରି ରାଧା ବୋଲି ଡାକେ, ସେତେବେଳେ ମୋର ଆସନ ଥରିବାକୁ ଲାଗେ। ମୁଁ ସେହି ଭକ୍ତର ହୃଦୟରେ ସେହି ମୁହୂର୍ତ୍ତରେ ହିଁ ବିରାଜମାନ କରେ। ଦେବର୍ଷି ନାରଦ ପ୍ରଭୁଙ୍କୁ ପଚାରିଲେ, ହେ କରୁଣା ସିନ୍ଧୁ, ଯେଉଁମାନେ ସାରା ଜୀବନ କେବଳ ପାପ କର୍ମ କରିଛନ୍ତି, ଯାହାଙ୍କ ହୃଦୟ କଠୋର ପଥର ପରି ହୋଇଯାଇଛି, ସେମାନଙ୍କ ପାଇଁ କ'ଣ କୌଣସି ଆଶା ଅଛି? ରାଧା ନାମ କ'ଣ ସେହି କଠୋର ପଥରକୁ ତରଳାଇ ପାରିବ? ଭଗବାନ ନାରାୟଣ ସ୍ମିତହାସ୍ୟ କରି କହିଲେ, ନାରଦ, ଶୁଣ, ମୁଁ ତୁମକୁ ଏକ ସତ୍ୟ ଘଟଣା କହୁଛି। ଅତୀତରେ କରାଳ ନାମକ ଜଣେ ଅତି ଭୟଙ୍କର ଡାକୁ ଥିଲା। ତାର କାମ ଥିଲା ଲୋକଙ୍କୁ ହତ୍ୟା କରିବା ଏବଂ ଲୁଟ୍ କରିବା। ତାର ନାମ ଶୁଣିଲେ ପଶୁପକ୍ଷୀ ମଧ୍ୟ ଭୟରେ ଥରୁଥିଲେ। ଥରେ ଜଣେ ସନ୍ଥ ସେହି ଜଙ୍ଗଲ ଦେଇ ଯାଉଥିଲେ। ଡାକୁ କରାଳ ତାଙ୍କୁ ମାରିବାକୁ ଖଣ୍ଡା ଉଠାଇଲା, କିନ୍ତୁ ସେହି ସନ୍ଥ ମୁହଁରେ କୌଣସି ଭୟ ନଥିଲା। ସନ୍ଥ ଜଣକ ଶାନ୍ତ ସ୍ୱରରେ କହିଲେ, ଭାଇ, ମୋତେ ମାରିଲେ ତୁମକୁ କ'ଣ ମିଳିବ? କିନ୍ତୁ ମୁଁ ମରିବା ପୂର୍ବରୁ ତୁମକୁ ଏକ ମୁକ୍ତିର ମନ୍ତ୍ର ଦେବାକୁ ଚାହୁଁଛି। ଡାକୁ କହିଲେ, କି ମନ୍ତ୍ର? ସନ୍ଥ କହିଲେ, ସେ ମନ୍ତ୍ର ହେଉଛି ରାଧା। କରାଳ ଉପହାସ କରି କହିଲେ, ମୁଁ ସାରା ଜୀବନ ରକ୍ତ ପିଇଛି, ମୋ ଜୀବରେ ଏହି ପବିତ୍ର ନାମ କିପରି ଆସିବ? ସନ୍ଥ କହିଲେ, ତୁମେ ରାଧା ବୋଲି କହିପାରୁନ ଯଦି
ତେବେ ତୁମର ଶିକାରୀ ପକ୍ଷୀ ଧାରା ନାମ ତ କହିପାରିବ? କରାଳ ରାଗରେ ଓଲଟା କରି କହିଲେ, ଧାରା ଧାରା। କିନ୍ତୁ ଯେତେବେଳେ ସେ ବାରମ୍ବାର ଧାରା କହିଲେ, ତାହା ଅଜାଣତରେ ରାଧା ରାଧାରେ ପରିଣତ ହୋଇଗଲା। ଭଗବାନ ନାରାୟଣ କହିଲେ, ନାରଦ ମାତ୍ର କିଛି ସମୟ ସେହି ନାମ ଉଚ୍ଚାରଣ କରିବା ପରେ କରାଳର ହାତରୁ ଖଣ୍ଡା ଖସି ପଡ଼ିଲା। ତା ଆଖିରୁ ଗଙ୍ଗା ଯମୁନା ପରି ଲୁହ ବୋହିବାକୁ ଲାଗିଲା। ସେହି ମୁହୂର୍ତ୍ତରେ ତାର କୋଟି ଜନ୍ମର ପାପ ପୋଡ଼ି ପାଉଁଶ ହୋଇଗଲା। ଯେଉଁଟାକୁ ଲୋକଙ୍କ ପ୍ରାଣ ନେଉଥିଲା, ସେ ଆଜି ପ୍ରାଣୀମାନଙ୍କ ସେବାରେ ନିଜକୁ ସମର୍ପଣ କରିଦେଲା। ସେ କରାଳଟାକୁ ପରବର୍ତ୍ତୀ ସମୟରେ ଜଣେ ମହାନ ଭକ୍ତ ଭାବେ ପରିଚିତ ହେଲା। କେବଳ ରାଧା ନାମର ସ୍ପର୍ଶରେ ତାର ପଥର ହୃଦୟ କୋମଳ ଫୁଲ ପରି ହୋଇଗଲା। ପ୍ରଭୁ ନାରାୟଣ ଗମ୍ଭୀର ହୋଇ କହିଲେ, ନାରଦ, ଯେଉଁ ପାପକୁ କୌଣସି ଗଙ୍ଗା ସ୍ନାନ କିମ୍ବା କଠିନ ପ୍ରାୟଶ୍ଚିତ ଧୋଇପାରେ ନାହିଁ, ରାଧା ନାମର ଗୋଟିଏ ବୁନ୍ଦା ସେହି ପାପର ପାହାଡ଼କୁ ତରଳାଇ ଦିଏ। ରାଧା ହେଉଛି ପାପୀ ପାଇଁ ପାର୍ଶ୍ୱ ପରିବର୍ତ୍ତନର ସୂର୍ଯ୍ୟୋଦୟ। ଦେବର୍ଷି ନାରଦ ପଚାରିଲେ, ପ୍ରଭୁ, ଆପଣ ମୁକ୍ତି ଓ ପାପନାଶର କଥା କହିଲେ। ଦେବର୍ଷି ନାରଦ ପଚାରିଲେ, ପ୍ରଭୁ, ଆପଣ ମୁକ୍ତି ଓ ପାପନାଶର କଥା କହିଲେ, କିନ୍ତୁ ଯେଉଁମାନେ ଗୃହସ୍ଥ ଜୀବନରେ ଅଛନ୍ତି, ଯାହାଙ୍କ ଘରେ ଅଶାନ୍ତି, ଦାରିଦ୍ର୍ୟ କିମ୍ବା କଳି ଝଗଡ଼ା ଲାଗି ରହିଛି, ସେମାନଙ୍କ ପାଇଁ ରାଧା ନାମ କିପରି ସହାୟକ ହେବ? ଭଗବାନ ନାରାୟଣ ହସିଲେ ଏବଂ କହିଲେ, ନାରଦ, ଶ୍ରୀରାଧା ହେଉଛନ୍ତି ସୌଭାଗ୍ୟ ଲକ୍ଷ୍ମୀ। ଯେଉଁଠାରେ ତାଙ୍କ ନାମ ଗୁଞ୍ଜରଣ ହୁଏ, ସେଠାରେ ଦାରିଦ୍ର୍ୟ କିମ୍ବା ଦୁଃଖର ରହିବା ଅସମ୍ଭବ। ପ୍ରଭୁ ବୁଝାଇଲେ ଯେ ରାଧା ନାମ ଜପ କରିବା ଦ୍ୱାରା ଏକ ଅଦୃଶ୍ୟ ସକାରାତ୍ମକ ଶକ୍ତି ଘରକୁ ଘେରି ରହେ। ଯେଉଁ ଘରେ ସ୍ୱାମୀ ସ୍ତ୍ରୀ କିମ୍ବା ପରିବାର ମଧ୍ୟରେ ମତାନ୍ତର ହୁଏ, ସେଠାରେ ଯଦି ସମସ୍ତେ ମିଶି ରାଧେ ରାଧେ କୀର୍ତ୍ତନ କରନ୍ତି, ତେବେ କ୍ରୋଧ ଶାନ୍ତ ହୁଏ ଏବଂ ପ୍ରେମର ବୃଦ୍ଧି ଘଟେ। ଯେଉଁଠି ରାଧା ନାମର ଧ୍ୱନି ଶୁଭେ, ସେଠାକୁ ଅଶୁଭ ଶକ୍ତି କିମ୍ବା ଖରାପ ଦୃଷ୍ଟି ପ୍ରବେଶ କରିପାରେ ନାହିଁ। ଏହା ଘର ପାଇଁ ଏକ ସୁରକ୍ଷା କବଚ ପରି କାମ କରେ। ଶ୍ରୀରାଧା ହେଉଛନ୍ତି ମୂଳ ପ୍ରକୃତି। ଯିଏ ରାଧାଙ୍କୁ ଭଜନ କରେ, ମାତା ଲକ୍ଷ୍ମୀ ତା ଘରେ ବିନା ନିମନ୍ତ୍ରଣରେ ସ୍ଥାୟୀ ଭାବରେ ବାସ କରନ୍ତି। ଭଗବାନ କହିଲେ, ନାରଦ, ରାଧା ନାମ କେବଳ ଧନ ଦିଏ ନାହିଁ, ବରଂ ସନ୍ତୋଷ ଦିଏ। ଯାହା ପାଖରେ ସନ୍ତୋଷ ଅଛି, ସିଏ ହିଁ ପ୍ରକୃତ ଧନୀ। ଯେତେବେଳେ ଜଣେ ଗୃହିଣୀ ରୋଷେଇ କଲାବେଳେ ରାଧେ ରାଧେ ଜପ କରେ, ସେହି ଅନ୍ନ ପ୍ରସାଦରେ ପରିଣତ ହୋଇଯାଏ। ସେହି ଅନ୍ନ ଯିଏ ଖାଏ, ତାର ବୁଦ୍ଧି ଶୁଦ୍ଧ ହୁଏ ଏବଂ ରୋଗ ବ୍ୟାଧି ଦୂର ହୁଏ। ନାରଦ ବିସ୍ମିତ ହୋଇ ପଚାରିଲେ, ତେବେ ପ୍ରଭୁ, ସାଂସାରିକ ବ୍ୟକ୍ତିଟିଏ କ'ଣ କେବଳ ଏହି ନାମ ଦ୍ୱାରା ସଫଳତା ପାଇପାରିବ? ନାରାୟଣ ଉତ୍ତର ଦେଲେ, ହଁ ନାରଦ, ଯେଉଁ ବ୍ୟକ୍ତି ନିଜର କର୍ମ କରିବା ସହିତ ଶ୍ୱାସରେ ରାଧା ନାମକୁ ମିଶାଇ ଦିଏ, ସେ କର୍ମଫଳର ବନ୍ଧନରୁ ମୁକ୍ତି ହୁଏ। ତାର ସବୁ ଅଧୁରା କାମ ମୁଁ ନିଜେ ପୂର୍ଣ୍ଣ କରେ। ରାଧା ନାମ ଧାରଣ କରୁଥିବା ବ୍ୟକ୍ତି ପଛରେ ସୌଭାଗ୍ୟ ନିଜେ ଗୋଡ଼ାଇଥାଏ। ଦେବର୍ଷି ନାରଦ କରଯୋଡ଼ି ପ୍ରଭୁଙ୍କୁ କହିଲେ, ପ୍ରଭୁ, ସଂସାରରେ ସବୁଠାରୁ ବଡ଼ ଭୟ ହେଉଛି ମୃତ୍ୟୁର ଭୟ। ଯେତେବେଳେ ପ୍ରାଣୀର ଶେଷ ସମୟ ଆସେ, ସେତେବେଳେ ତାର ସବୁ ସାହସ ଓ ଜ୍ଞାନ ହଜିଯାଏ। ସେହି ଶେଷ ମୁହୂର୍ତ୍ତରେ ରାଧା ନାମ କିପରି ସହାୟକ ହୁଏ? ଭଗବାନ ନାରାୟଣ ଗମ୍ଭୀର ହୋଇ କହିଲେ, ନାରଦ, ଶେଷ ସମୟର ସାଥୀ କେହି ନୁହନ୍ତି, କେବଳ ନାମ ହିଁ ସାଥୀ। କିନ୍ତୁ ରାଧା ନାମର ବିଶେଷତା କ'ଣ, ତମେ ଧ୍ୟାନ ଦେଇ ଶୁଣ। ଯିଏ ସାରା ଜୀବନ ପ୍ରେମର ସହ ରାଧେ ରାଧେ ଜପ କରିଥାଏ, ତାର ଶେଷ ସମୟରେ ମୁଁ ନିଜେ ତାର ସ୍ମୃତି ଶକ୍ତି ହୋଇ ରହେ। ଯେତେବେଳେ ଯମଦୂତମାନେ ଆସନ୍ତି, ସେମାନେ ଦେଖନ୍ତି ଯେ ସେହି ପ୍ରାଣୀର କଣ୍ଠରେ ଶ୍ରୀରାଧାଙ୍କ ନାମର ଏକ ଦିବ୍ୟ ପ୍ରକାଶ ରହିଛି। ସେହି ତେଜକୁ ସେମାନେ ସହି ନ ପାରି ଯମଦୂତ ପଛକୁ ହଟିଯାଆନ୍ତି। ଭଗବାନ ଆହୁରି ମଧ୍ୟ କହିଲେ, ନାରଦ, ରାଧା ନାମ ଜପ କରୁଥିବା ଭକ୍ତ ପାଇଁ ମୃତ୍ୟୁ ଏକ କଷ୍ଟଦାୟକ ଘଟଣା ନୁହେଁ, ବରଂ ଏକ ପୁରୁଣା ବସ୍ତ୍ର ତ୍ୟାଗ କରି ନୂଆ ବସ୍ତ୍ର ପିନ୍ଧିବା ପରି ସହଜ ହୋଇଯାଏ। ମୁଁ ନିଜେ ଗରୁଡ଼ ପୃଷ୍ଠରେ ଚଢ଼ି ତାକୁ ନେବାକୁ ଆସେ ନାହିଁ, ବରଂ ଶ୍ରୀରାଧାଙ୍କ ସଖୀମାନେ ଦିବ୍ୟ ବିମାନରେ ଆସି ଗୋଲୋକ ଧାମକୁ ନେଇଯିବା ପାଇଁ ଆସନ୍ତି। ନାରଦ ପଚାରିଲେ, ପ୍ରଭୁ, ଗୋଲୋକ ତ ବୈକୁଣ୍ଠ ଠାରୁ ମଧ୍ୟ ଊର୍ଦ୍ଧ୍ୱରେ, ସେଠାରେ ଯିବା କ'ଣ ଏତେ ସହଜ? ନାରାୟଣ କହିଲେ, ହଁ ନାରଦ, ଯେଉଁଠାରେ ବଡ଼ ବଡ଼ ଯୋଗୀ ମଧ୍ୟ ପହଞ୍ଚିବାକୁ ବର୍ଷ ବର୍ଷ ତପସ୍ୟା କରନ୍ତି, ରାଧା ନାମ ଜପ କରୁଥିବା ସରଳ ଭକ୍ତିଟିଏ
ସରଳ ଭକ୍ତଟିଏ ସେଠାରେ ଅତି ସହଜରେ ପ୍ରବେଶ କରେ, କାରଣ ଗୋଲୋକର ଦ୍ୱାରପାଳ ହେଉଛନ୍ତି ସ୍ୱୟଂ ପ୍ରେମ, ଆଉ ରାଧା ନାମ ହିଁ ଦ୍ୱାରର ଚାବି। ନାରଦ, ଯଦି କେହି ମରିବା ବେଳେ ରା ବୋଲି ଉଚ୍ଚାରଣ କରେ, ମୁଁ ତାର ହାତ ଧରିବାକୁ ବାଧ୍ୟ ହୁଏ, କାରଣ ମୋ ପାଇଁ ସେହି ରା ଅକ୍ଷରଟି ସମଗ୍ର ସୃଷ୍ଟିଠାରୁ ଅଧିକ ମୂଲ୍ୟବାନ। ଦେବର୍ଷି ନାରଦ ବିସ୍ମିତ ହୋଇ ପଚାରିଲେ, ହେ ପ୍ରଭୁ, ଆପଣ କହିଲେ ଯେ ମଣିଷ ରାଧା ନାମ ଜପ କଲେ ମୁକ୍ତି ପାଏ, କିନ୍ତୁ କ'ଣ ଏହି ନାମର ପ୍ରଭାବ ଏହି ନିଷ୍ପ୍ରାଣ ପ୍ରକୃତି ଏବଂ ମୂକ ପଶୁପକ୍ଷୀଙ୍କ ଉପରେ ମଧ୍ୟ ପଡ଼ିଥାଏ? ଭଗବାନ ନାରାୟଣ ସ୍ମିତହାସ୍ୟ କରି କହିଲେ, ନାରଦ, ରାଧା ନାମ ହେଉଛି ବ୍ରହ୍ମାଣ୍ଡର ସ୍ପନ୍ଦନ। ଏହା କେବଳ ମଣିଷର ନୁହେଁ, ବରଂ ପ୍ରତିଟି ଧୂଳିକଣାର ଭାଷା। ଯେତେବେଳେ ବୃନ୍ଦାବନରେ ରାଧା ନାମ ଗୁଞ୍ଜରଣ ହୁଏ, ସେତେବେଳେ କ'ଣ କ'ଣ ଘଟେ ଧ୍ୟାନ ଦେଇ ଶୁଣ। ନାରଦ, ଯେତେବେଳେ କେହି ପ୍ରେମରେ ବିଭୋର ହୋଇ ରାଧା ରାଧା ଡାକେ, ଯମୁନାର ଜଳ ସ୍ଥିର ହୋଇଯାଏ, ପବନ ନିଜର ଗତି ରୋକିଦିଏ, ଯେମିତି ସେହି ନାମର ରସକୁ ସେମାନେ ଶୋଷି ନେବେ। ବୃକ୍ଷଲତା ଗୁଡ଼ିକ ନଇଁ ପଡ଼ନ୍ତି ଏବଂ ସେମାନଙ୍କ ପତ୍ରରୁ ରାଧା ଶବ୍ଦ ଶୁଭିବାକୁ ଲାଗେ। ଆହୁରି ମଧ୍ୟ କହିଲେ, ତୁମେ ଦେଖିଥିବ, ବୃନ୍ଦାବନର ମୟୂରମାନେ ଯେତେବେଳେ ନୃତ୍ୟ କରନ୍ତି, ସେମାନେ ନିଜ କଣ୍ଠରେ ରାଧା ରାଧା ବୋଲି ଶବ୍ଦ କରନ୍ତି। ବାଘ ଓ ହରିଣ, ଯେଉଁମାନେ ପରସ୍ପରର ଶତ୍ରୁ, ସେମାନେ ମଧ୍ୟ ରାଧା ନାମର ପ୍ରଭାବରେ ଏକାଠି ବସି ଯମୁନା ଜଳ ପିଅନ୍ତି। ଏହି ନାମରେ ଏପରି ଏକ ଆକର୍ଷଣ ଶକ୍ତି ଅଛି, ଯାହା ହିଂସାକୁ ପ୍ରେମରେ ପରିଣତ କରିଦିଏ। ନାରଦ ପଚାରିଲେ, ପ୍ରଭୁ, ଆଗକୁ କଳିଯୁଗ ଆସୁଛି, ଯେଉଁଠି ମଣିଷ ଅଧର୍ମରେ ବୁଡ଼ି ରହିବ, ସେତେବେଳେ ଏହି ନାମର ଗୁରୁତ୍ୱ କ'ଣ ରହିବ? ନାରାୟଣ ଗମ୍ଭୀର ହୋଇ ଉତ୍ତର ଦେଲେ, ହେ ଦେବଶ୍ରୀ, କଳିଯୁଗରେ ତପସ୍ୟା କିମ୍ବା ଯଜ୍ଞ କରିବା ସମ୍ଭବ ହେବ ନାହିଁ। ମଣିଷ ଅଳ୍ପାୟୁ ଓ ଦୁର୍ବଳ ହେବ। ରାଧା ନାମ ହିଁ ଏକମାତ୍ର ନୌକା ହେବ। କଳିଯୁଗର ପାପ ଯେତେ ଭୟଙ୍କର ହେଲେ ମଧ୍ୟ ରାଧା ନାମର ଜ୍ୟୋତି ପାଖରେ ତାହା ନିଷ୍ପ୍ରଭ ହୋଇଯିବ। ଯିଏ କଳିଯୁଗରେ ରାଧେ ରାଧେ ଜପ କରେ, ତାକୁ କଳିଯୁଗର କୌଣସି ପ୍ରଭାବ ଛୁଇଁ ପାରିବ ନାହିଁ। ଦେବର୍ଷି ନାରଦ କରଯୋଡ଼ି ବିନମ୍ରତାର ସହ ଶେଷ ପ୍ରଶ୍ନ ପଚାରିଲେ, ହେ ପ୍ରଭୁ, ଆପଣ ସବୁ କହିଲେ, କିନ୍ତୁ ଏହି ରହସ୍ୟଟି ବୁଝାନ୍ତୁ ଯେ ଆପଣ ତ ସ୍ୱୟଂ ପୂର୍ଣ୍ଣବ୍ରହ୍ମ। ଆପଣଙ୍କୁ ପାଇବା ପାଇଁ ସାରା ଜଗତ ଜପତପ କରୁଛି, ତଥାପି ଆପଣ କାହିଁକି କୁହନ୍ତି ଯେ ରାଧା ନାମ ବିନା କୃଷ୍ଣ ଅଧୁରା? ଆପଣଙ୍କ ପରି ପରମେଶ୍ୱର କାହିଁକି ରାଧାଙ୍କ ନାମର ବଶୀଭୂତ? ଭଗବାନ ନାରାୟଣଙ୍କ ଆଖିରୁ ପ୍ରେମାଶ୍ରୁ ଝରିବାକୁ ଲାଗିଲା। ପ୍ରଭୁ କହିଲେ, ନାରଦ, ମୁଁ ହେଉଛି ଆତ୍ମା, କିନ୍ତୁ ରାଧା ହେଉଛନ୍ତି ମୋର ପ୍ରାଣ। ଆତ୍ମା ବିନା ଦେହ ରହିପାରେ, କିନ୍ତୁ ପ୍ରାଣ ବିନା ଆତ୍ମାର କୌଣସି ଅନୁଭୂତି ନଥାଏ। ମୁଁ ଜଗତକୁ ଆନନ୍ଦ ଦିଏ, କିନ୍ତୁ ରାଧା ମୋତେ ଆନନ୍ଦ ଦିଅନ୍ତି। ସେଥିପାଇଁ ତାଙ୍କ ନାମ ଆହ୍ଲାଦିନୀ ଶକ୍ତି। ନାରଦ, ସଂସାରରେ ଦୁଇଟି ଶବ୍ଦ ଅଛି। ରା ମାନେ ହେଉଛନ୍ତି ଭକ୍ତି ଏବଂ ଧା ମାନେ ହେଉଛି ମୁକ୍ତି। ଯେଉଁଠି ରାଧା ନାମ ଅଛି, ସେଠାରେ ଭକ୍ତି ଓ ମୁକ୍ତି ଦୁହେଁ ହାତ ଯୋଡ଼ି ଠିଆ ହୋଇଥାନ୍ତି। ମୁଁ ସ୍ୱୟଂ ଶ୍ରୀକୃଷ୍ଣ ରୂପରେ ବୃନ୍ଦାବନରେ ଘୂରି ବୁଲେ, କେବଳ ସେହି ଚରଣରଜ ପାଇବା ପାଇଁ, ଯେଉଁଠି ରାଧା ନାମର ଝଙ୍କାର ଥାଏ। ଭଗବାନ ନାରାୟଣ ଏକାନ୍ତରେ ନାରଦକୁ କହିଲେ, ଯିଏ ରାଧା ନାମକୁ ନିଜର ଶେଷ ସମ୍ବଳ କରିନିଏ, ତାକୁ ମୋ ପାଖକୁ ଆସିବାକୁ ପଡ଼େ ନାହିଁ। ମୁଁ ନିଜେ ତା ପାଖକୁ ଯାଇ ତାର ହୋଇଯାଏ। ଏହା ହିଁ ରାଧା ନାମର ଶେଷ ସତ୍ୟ। ନାରାୟଣଙ୍କ ମୁଖରୁ ଏହି ଦିବ୍ୟ କାହାଣୀ ଓ ରହସ୍ୟ ଶୁଣିବା ପରେ ନାରଦଙ୍କ ମନରେ ସମସ୍ତ ସନ୍ଦେହ ଦୂର ହୋଇଗଲା। ସେ ବୁଝିପାରିଲେ ଯେ ରାଧା କେବଳ ଏକ ନାମ ନୁହେଁ, ଏହା ହେଉଛି ପ୍ରେମର ସର୍ବୋଚ୍ଚ ଅବସ୍ଥା। ନାରଦ ନିଜ ବୀଣା ଉଠାଇଲେ ଏବଂ ବୈକୁଣ୍ଠର ଗଳିକନ୍ଦିରେ ନାଚି ନାଚି ଗୀତ ଗାଇବାକୁ ଲାଗିଲେ, ରାଧେ କୃଷ୍ଣ 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 ରାଧେ ରାଧେ, ରାଧେ ଶ୍ୟାମ 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 ରାଧେ ରାଧେ। ଭଗବାନ ନାରାୟଣ ଏବଂ ମାତା ଲକ୍ଷ୍ମୀ ହସି ହସି ନାରଦଙ୍କୁ ଆଶୀର୍ବାଦ କଲେ। ବୈକୁଣ୍ଠରେ ଆରମ୍ଭ କରି ମର୍ତ୍ତ୍ୟ ପର୍ଯ୍ୟନ୍ତ କେବଳ ଗୋଟିଏ ଧ୍ୱନି ପ୍ରତିଧ୍ୱନିତ ହେଲା, ରାଧେ ରାଧେ। ଜୀବନର ସବୁଠାରୁ ବଡ଼ ସଫଳତା ହେଉଛି ଭଗବାନଙ୍କର ପ୍ରେମ ପାଇବା, ଆଉ ସେହି ପ୍ରେମ ପାଇବାର ସବୁଠାରୁ ସହଜ ପଥ ହେଉଛି ଶ୍ରୀ ରାଧାଙ୍କ ଶରଣାଗତି ହେବା। ଇତି ଶ୍ରୀ ରାଧା ମହିମା ଅମୃତମ୍ ସମ୍ପୂର୍ଣ୍ଣମ୍। ଆପଣଙ୍କ ସହ ଏହି ଆଧ୍ୟାତ୍ମିକ ଯାତ୍ରାରେ ସାମିଲ ହୋଇ ମୁଁ ବହୁତ ଧନ୍ୟ ମନେ କରୁଛି।
ଆପଣଙ୍କ ହୃଦୟରେ ରାଧାକୃଷ୍ଣଙ୍କ ପ୍ରେମ ସଦାବେଳେ ଜାଗ୍ରତ ରହୁ। ରାଧେ ରାଧେ।